ଭାଇ ବାଲିଯାତ୍ରା ଦେଖି ଯିବନି କି? ନାଇଁ ରେ, ତୁ ଯାଉଛୁ କି? ମୋର ଦେଖିବାକୁ ଭାରି ଇଚ୍ଛା ହେଉଛି ଯେ, ହେଲେ ତୁ ଯଦି ଯିବୁ ତୋ ସାଙ୍ଗରେ ମୁଁ ଯିବି। ହେ ନାଇଁ ନାଇଁ, ମତେ ସେ କଥା କହନା। ଥରେ ଯାଇଥିଲି ଚନ୍ଦ୍ରଭାଗା, ମୁହଁ ପଡ଼ିଗଲା ରଙ୍ଗା। କାଇଁ କ'ଣ ହେଲା କି? ଆରେ ସେ ବଡ଼ ଲମ୍ବା କଥାଟିରେ ଝୋଟ। କଥାଟା ଯେତେ ଲମ୍ବା ହେଉଛି ହଉ ପଛେ ଖୋଲିକି କହିଦେରେ ଭାଇ, ନ କହିଲେ ତୋ ଛାତି ରୁନ୍ଧି ହେଇଯିବ। ଆରେ ନାଇଁ ନାଇଁ, ଯା। ମତେ ପର ଭାବିଲୁ? ହଉ ତେବେ ଯାଉଛି। ଏ ରହ ରହ, ତୁ ମନ ଦୁଃଖ କଲେ ମୋ ହୃଦୟ ଭାଙ୍ଗିଯିବ ରେ। ବାଲିଯାତ୍ରାକୁ କାହିଁକି ଯିବିନି ଏବେ କହୁଛି ଶୁଣୁ। ମୋ ଭାଇ ପରି କିଏ ହବ? ଆଉ ଟେକେନା, କଥାଟା କ'ଣ ଶୁଣୁ। ଆର ବର୍ଷ ତୋ ଭାଉଜ ଆଉ ମୁଁ ବାଲିଯାତ୍ରା ଦେଖିବାକୁ ଯାଇଥିଲୁ। କାଇଁ ମତେ ତ ଡାକିନଥିଲ? ହେ କଥାଟା କ'ଣ ଆଗ ଶୁଣୁ, ତାପରେ ପ୍ରଶ୍ନ କରିବୁ। ହଉ ହଉ କହ। ଆର ବର୍ଷ ତୋ ଭାଉଜ ଆଉ ମୁଁ ବାଲିଯାତ୍ରା ଦେଖିବା ପାଇଁ ଯାଇଥିଲୁ। ଯାତ୍ରା ପଡ଼ିଆରେ ବୁଲୁ ବୁଲୁ ମୋ ହାତରୁ ମୋବାଇଲଟା ଗୋଟେ କିଏ ଠାଉକିଆ ଛଡ଼େଇ ନେଲା। ମୋବାଇଲଟା ଛଡ଼େଇ ନେବା ପରେ ମୁଁ ଏତେ ଭାଙ୍ଗି ପଡ଼ିଲି ଯେ ଠାଉକିଆ ପଛେ ପଛେ ନେଇଗଲା କହିକି ଗୋଡ଼େଇଲି। ଆଉ ଭିତରେ ମୁଁ ଭାଉଜକୁ ପଛରେ ଛାଡ଼ି ଆସିଲି। ସିଏ କେଉଁଠି ରହିଲା ଜଣାପଡ଼ିଲାନି। ଆଉ ହେଲେ ତାକୁ ପାଇଲିନି ରେ। ଭିଡ଼ ଭିତରେ ସିଏ କୁଆଡ଼େ ହଜିଗଲା। ମୋବାଇଲ ନିଶା ଏତେ ଥିଲା ଯେ ମୁଁ ଭାଉଜ କଥା ପୁରାପୁରି ଭୁଲି ଯାଇ ସୂଚନା କେନ୍ଦ୍ରକୁ ଯାଇ ମୋବାଇଲ ହଜିବା କଥା କହିବା ବେଳେ ଭାଉଜ ସେଇଠି ଥିଲା। ଆଉ ମୋ ସ୍ୱାମୀ ଆସିଲେଣି କହି ସେ ମୋତେ କୁଣ୍ଢେଇ ପକେଇଲା, ତଥାପି ମୁଁ ତାକୁ ଦେଖିପାରୁନଥିଲି। ମୋବାଇଲଟା ହଜିଯାଇଛି, ଖୋଜି ଦେବା ପାଇଁ ପୋଲିସକୁ ରିକ୍ୱେଷ୍ଟ କଲି। ପୋଲିସ ମୋ ବ୍ୟବହାର ଦେଖି ମୋ ଗାଲକୁ ଶକ୍ତ ଚାପୁଡ଼ା ମାରି କହିଲା, ଶଳା ସ୍ତ୍ରୀ ହଜି ଯାଇଥିଲା, ତାକୁ ଖୋଜିଲାନି କି ମିଳିବା ପରେ ବି ଜାଣିପାରୁନି ମୋବାଇଲ ଖୋଜୁଛି। ତା ଚାପୁଡ଼ାରେ ମୁଁ ଘିରି ହେଇ ତଳେ ପଡ଼ିଯିବା ପୂର୍ବରୁ ତୋ ଭାଉଜ ମୋତେ ଧରି ପକେଇଲା। ଆରେ ହେ ଝୋଟ, ସେ ପୁଲିସ ବାଲାର କି ଶକ୍ତ ଚାପୁଡ଼ା କିରେ, ପୁରା କାଠ ଭଳିଆ ମାଡ଼ ଖାଇଲା ଭଳି ଲାଗିଲା ରେ। ହଁ, ସେଇଦିନଠୁ ପରା ମୁଁ ନିୟମ କରିଛି, ବାଲିଯାତ୍ରା ଜମା ଯିବିନି। ଶଳା ମୋବାଇଲ ସାଙ୍ଗରେ ମାଇକିନାଟା ହେଲେ ହଜି ଯାଇଥାନ୍ତା, ତେଣ୍ଟା ଛିଡ଼ିଥାନ୍ତା।